କିଛି ବ୍ରଏଲର ପ୍ରଜାତିର କୁକୁଡ଼ା ଚିଆଁ ଦେଖୁଛନ୍ତି, ଯାହାକି ସେ ତାଙ୍କ ଖାଦ୍ୟ ଖାଉଛନ୍ତି, ବହୁତ ଭଲ ହେଲ୍ଥ କ୍ୱାଲିଟିର ଦେଖିବାକୁ ଲାଗୁଛନ୍ତି। ଆଉ ତା ସହିତ ଏବେ ଦେଖନ୍ତୁ କିଛି କୁକୁଡ଼ା ଯାହାକି ସୋନାଲି ଦେଶୀ ଏଇ ପ୍ରଜାତିର କିଛି କୁକୁଡ଼ା ଯଦି କିଣିବାକୁ ଆପଣମାନେ ଇଚ୍ଛୁକ, ଏବେ ଦେଖନ୍ତୁ ଏଇ ଯେଉଁ ଦେଖାଯାଉଛି ଗଞ୍ଜାଟି ବହୁତ ଭଲ କ୍ୱାଲିଟିର ଗଞ୍ଜା ଦେଖାଯାଉଛି ଦେଖିବା ପାଇଁ। ହାय ହ୍ୟାଲୋ ଜୟ ଜଗନ୍ନାଥ ସମସ୍ତଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓ ଆଉ ନୂଆ ବ୍ଲଗ୍ରେ ମୁଁ ଭାସ୍କର ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣଙ୍କ ଚ୍ୟାନେଲ ଆମର ପ୍ରିୟ ଚ୍ୟାନେଲ ଭାସ୍କର ଦୀପୁ ଫାର୍ମିଂ ବ୍ଲଗ୍ସ। ସମସ୍ତଙ୍କୁ କହି ରଖୁଛୁ ଚ୍ୟାନେଲରେ କିନ୍ତୁ ବହୁତ କିଛି ଭିଡ଼ିଓ ଆସୁଛି, ଯାହାକି ଛେଳି, ମେଣ୍ଢା, ଗାଈ, ମଇଁଷି, କୁକୁଡ଼ା ଯାହା ବି ଆସୁଛନ୍ତି ସମସ୍ତେ ସବୁକିଛି ଜୀବଜନ୍ତୁଙ୍କର ଯେତେ ବି ଭିଡ଼ିଓ ଆସୁଛି ପ୍ରାୟତଃ ଆପଣମାନଙ୍କୁ କିଛି ଇନଫର୍ମେସନ୍ ଯୋଗାଇ ଦେବା ପାଇଁ ବା ଆପଣଙ୍କର କୌଣସି ଜନ୍ତୁକୁ ସେଲ୍ସ କରାଇଦେବା ପାଇଁ। ତ ତା ବ୍ୟତୀତ ଆଉ କୌଣସି ଭିଡ଼ିଓ ଏତେଟା ଆମର କିଛି ଆସୁନି। ଆଉ ନାହିଁ ତ କିଛି ମାନେ ଗାଈ ହୁଅନ୍ତୁ, ଛେଳି, ମେଣ୍ଢା ହୁଅନ୍ତୁ, ତାଙ୍କ ବିଷୟରେ କିନ୍ତୁ ତାଙ୍କର ଯତ୍ନ ନେବା ତାରି ବିଷୟରେ କିନ୍ତୁ ଆମର ଭିଡ଼ିଓ ବନେଇବାକୁ ପଡ଼ୁଛି। ତ ଆଜି ଭିଡ଼ିଓରେ ଆମେ ଦେଖିବା କିଛି କୁକୁଡ଼ାଙ୍କ ଭିଡ଼ିଓ। କୁକୁଡ଼ା ଚାଷୀ ବହୁତ ଅଛନ୍ତି ଆମ ଓଡ଼ିଶା ଭିତରେ, ତ ସେଇ କୁକୁଡ଼ା ଚାଷୀଙ୍କ ପାଇଁକି ନେଇକି ଗୋଟେ ଭିଡ଼ିଓ ଆମେ ସୁଟ୍ କରୁଛୁ। ଆଉ ଯାହାକି ବହୁତ ମାତ୍ରାରେ ମଧ୍ୟ କୁକୁଡ଼ା ଆମ ପାଖରେ ଅଛନ୍ତି, ମାନେ ମୋ ନିଜ ପାଖରେ ନୁହଁ କିନ୍ତୁ ଚାଷୀ ଅଛନ୍ତି ଆମ ପାଖରେ ଆଭେଲେବଲ୍। ତ ତାଙ୍କରି ସବୁ ଭିଡ଼ିଓକୁ ଗୋଟିଏ ଭିଡ଼ିଓରେ ଆମେ ମର୍ଜ କରିକି ଆପଣଙ୍କୁ ଶୋ କରୁଛୁ। ଦେଖନ୍ତୁ, ଯଦି ଆପଣମାନଙ୍କ କୁକୁଡ଼ା ଦରକାର ଅଛି ତ କିଣିବା ପାଇଁ ତ ଯୋଗାଯୋଗ କରିବେ, ନାହିଁ ତ ବିକ୍ରି କରିବା ପାଇଁ ଥିଲେ ମଧ୍ୟ ଆମ ସହିତ ଯୋଗାଯୋଗ କରନ୍ତୁ। ତ ଆପଣମାନଙ୍କର କୁକୁଡ଼ା ସେଲ୍ସ ହେଇପାରିବ, ଆଉ ଆପଣମାନେ ଚାହିଁଲେ ମଧ୍ୟ କିଛି କୁକୁଡ଼ା କିଣିକି ନେଇପାରିବେ। ତ ଚାଲନ୍ତୁ ଡେରି କରିବେନି, କିଛି ଭିଡ଼ିଓ ଦେଖିବା ଭିତରେ କିନ୍ତୁ ସବୁ ଡିସ୍କସନ୍ କରିବା ଠିକ୍ ଠାକ୍। ତେଣୁକରି ପ୍ରଥମେ ସବସ୍କ୍ରାଇବ୍ କରିଦିଅନ୍ତୁ ଚ୍ୟାନେଲକୁ, ଆଉ ବହୁତ ମାତ୍ରାରେ ସେୟାର କରି ଚାଲନ୍ତୁ, ଆଉ ଲାଇକ୍ ନିହାତି କରନ୍ତୁ। ଚାଲନ୍ତୁ ଦେଖିବା ଭିଡ଼ିଓ। ভিডিও স্টার্ট করা পূর্ব গোটে কথা কই রাখুছি, আমি ট্যাগ লাইন রে কিছু কুকুড়াঙ্কর কিছু সপ্লিমেন্ট হোক, কিছু তাঙ্কর প্রোডক্ট হোক, কিছু ফার্মিং প্রোডক্ট হোক, সব কিছু দেইছু আমি ট্যাগ লাইন রে। আপনারা সেটি যাই কিছু জিনিস কিনি পারিবে, তো কিনিବାକୁ চাহুଥିଲେ। তো আমি আজ ডিসকশন করা যে কুকুড়াঙ্ক বিষয়ে কিছু কিছু সোনালী কুকুড়া, কিছু দেশি নাই তো কিছু অন্য প্রজাতীয় মানে গাউলি দেশি কুকুড়া মধ্যে রହୁଛନ୍ତି, কিছু নাই তো ব্ল্যাক টাইপর কিছু ব্ল্যাক কালার রହୁଛନ୍ତି, কিছু অন্য প্রজাতির রହୁଛନ୍ତି। তেଣুকରି ভেরাইটি ভেরাইটি প্রজাতির রହୁଛନ୍ତି সব কুকুড়া। তো সেই যে কুকুড়া ভিডিও গুড়িক চাষী মানে ଦେଇଛନ୍ତି, তো সেই চাষী ভাইମାନଙ୍କର ভিডিও গুড়িক আমি শো କରୁଛୁ ଭିଡ଼ିଓରେ, ଆଉ ତାଙ୍କ ବିଷୟରେ କିଛି ଡିସ୍କସନ୍ ମଧ୍ୟ କରୁଛୁ, ଆଉ କିଛି ଇନଫର୍ମେସନ୍ ମଧ୍ୟ ଆପଣମାନେ ପାଇଯିବେ ଭିଡ଼ିଓ। ତେଣୁକରି ଚାଲନ୍ତୁ ଦେଖିବା ଭିଡ଼ିଓ। ଏବେ ଭିଡ଼ିଓରେ କିନି ଦେଖୁଛନ୍ତି କ'ଣ, କିଛି ବ୍ରଏଲର କୁକୁଡ଼ାଙ୍କର କିଛି ଛୋଟ ଚିଆଁ, ଯାହା ବି ଛୋଟ ଛୁଆ ମଧ୍ୟ କହିପାରିବେ। ଏଗୁଡ଼ିକ କ'ଣ କରୁଛନ୍ତି, ଯେଉଁ ଫିଡର ଗୁଡ଼ା ଦେଖୁଛନ୍ତି ସେ ଫିଡରରୁ କିଛି ଖାଦ୍ୟ ଖାଉଛନ୍ତି, ଆଉ କିଛି ପାଣି ମଧ୍ୟ ପିଉଛନ୍ତି। ତାଙ୍କର ଫାର୍ମ ଭିତରେ କି ଏତିକି ହିଁ ସିଚୁଏସନ୍ ରହୁଛି, ତା ବ୍ୟତୀତ ସେ କେତେ ତାପମାତ୍ରାରେ ରହିପାରିବେ, ତେଣୁକରି ତା ବିଷୟରେ ମଧ୍ୟ କିଛି ପଦକ୍ଷେପ ନେବାକୁ ପଡ଼ୁଛି। ତ ଦେଖୁଛନ୍ତି ଛୁଆଗୁଡ଼ିକ ବହୁତ ହେଲ୍ଦି ଅଛନ୍ତି, ବହୁତ ଭଲ ଲାଗୁଛନ୍ତି ଦେଖିବା ପାଇଁ, ଛୋଟ ଅଛନ୍ତି। ତେଣୁକରି ଏଗୁଡ଼ିକର ଯଦି କିଛି ଫାର୍ମ ପ୍ରଡ଼କ୍ଟ କିଣିବାକୁ ଚାହୁଁଛନ୍ତି ତ ଆମ ଟ୍ୟାଗ୍ ଲାଇନ୍ରେ ଅଛି, ତ ଆପଣମାନେ ସେଠି ଯାଇକି କିଣିପାରିବେ ଫାର୍ମର ଜିନିଷ ଗୁଡ଼ିକ। ଆଉ ଏଇ ଯେଉଁ ଚିଆଁ ଗୁଡ଼ିକ ନେବାକୁ ଚାହୁଁଥିଲେ, ଉପରେ କଣ୍ଟାକ୍ଟ ନମ୍ବର ଅଛି, ଯୋଗାଯୋଗ କରିବେ ତାଙ୍କ ସାଙ୍ଗରେ, ତ ମିଳିପାରିବ। ଏବେ ଦେଖୁଛନ୍ତି ଫାର୍ମରେ ବହୁତ ପରିମାଣର କିଛି ସୋନାଲି କୁକୁଡ଼ା, ଯାହାକି ଦେଶୀ କୁକୁଡ଼ା ମଧ୍ୟ କିଛି ଅଛନ୍ତି, କିନ୍ତୁ ଖାଲି ଗଞ୍ଜା ଗୁଡ଼ାକ ବହୁତ ଅଛନ୍ତି। ଏଇ ଯେଉଁ ଗଞ୍ଜା ଗୁଡ଼ିକ ଦେଖୁଛନ୍ତି ଏଗୁଡ଼ିକ ମଧ୍ୟ ସେଲ୍ସ ପାଇଁ ଅଛନ୍ତି। ତ ଆମେ କହି ରଖୁଛୁ ଆପଣମାନଙ୍କୁ, ଯେଉଁ କଣ୍ଟାକ୍ଟ ନମ୍ବରଟି ଭିଡ଼ିଓରେ ଦେଇ ରଖିଛୁ ଆମେ, ସେଇଥିରେ ଯୋଗାଯୋଗ କଲେ ଆପଣମାନେ ଡିଟେଲ୍ସ ପାଇପାରିବେ ସବୁକିଛି। ମାନେ କିଣିକି ନେବା ପାଇଁ ଚାହୁଁଥିଲେ କେତେ ରେଟ୍ ପ୍ରାଇସ୍ କ'ଣ ନାହିଁ, କେଉଁ ଲୋକେସନ୍ ଆମେ କହି ରଖୁଛୁ। ଆଙ୍କର ଲୋକେସନ୍ ରହୁଛି ଗୋଡ଼ିପଡ଼ା ଟୋଲ୍ ଗେଟ୍ ପାଖ ମୋଟା, ଆଙ୍କର ମେନ୍ ଲୋକେସନ୍। ତ ସେଠିକି ଭିଜିଟ୍ କଲେ ଆପଣମାନେ ଡାଇରେକ୍ଟ ନେଇପାରିବେ। ଏପଟେ ଦେଖୁଛନ୍ତି ଗୋଟେ ଗଞ୍ଜା ବ୍ରିଡରଟେ, ଭଲ ହେଲ୍ଥ କଣ୍ଡିସନର ଅଛି ଦେଖିବା ପାଇଁ, ଭଲ କୁକୁଡ଼ାଟିଏ ହେଇଛି। ଆଉ ଇଏ ଯେଉଁ ଅଛନ୍ତି ପ୍ୟାରୋଟ ଟାଇପ୍ର କ'ଣ ରହୁଛନ୍ତି ଏ ପ୍ରଜାତିର, କାରଣ ତାଙ୍କ ଥଣ୍ଟ ଦେଖିବେ ସବୁ ଶୁଆ ଥଣ୍ଟ ଭଳିଆ ଥଣ୍ଟ ରହୁଛି, ତେଣୁକରି ଦେଖିବା ପାଇଁ ବହୁତ ଭଲ ଲାଗୁଛନ୍ତି। ତ ଆପଣମାନଙ୍କୁ କହି ରଖୁଛୁ, ଆଙ୍କର ଯେଉଁ କୁକୁଡ଼ା ଦେଖୁଛନ୍ତି ଆପଣମାନେ ଭିଡ଼ିଓରେ କିନି, ସେମ୍ ଟୁ ସେମ୍ ସେଇ କୁକୁଡ଼ା ଯଦି ନେବାକୁ ଚାହୁଁଛନ୍ତି ତ ଆମ ସର୍ଟସ୍ ଭିଡ଼ିଓରେ କିନି ତାଙ୍କ ଛୋଟ ଭିଡ଼ିଓ ଅଛି, ସେଇଥିରୁ ନେଇପାରିବେ। ଆଉ ଏବେ ସିଜନ୍ ଚାଲିଛି, ବର୍ଷା ସିଜନ୍ ଚାଲିଛି, ତେଣୁକରି ସେ ସିଜନ୍ରେ ଜନ୍ତୁଙ୍କର ପ୍ରପରଲି କେୟାର ନିଅନ୍ତୁ। ବାହାରୁ କୌଣସି ସ୍ୱାଦୀର ଜନ୍ତୁ କିଭଳି ନ ପଶି ପାରିବେ ଫାର୍ମ ଭିତରେ, ନାହିଁ ତ ବେଶୀ କୋଲ୍ଡେଷ୍ଟ ହେଲେ ତାଙ୍କ ପାଇଁ କେତେ ହିଟ୍ ଦରକାର ଅଛି, ସବୁର କିଛି ନିୟନ୍ତ୍ରିତ ଭାବରେ କିନ୍ତୁ ତାଙ୍କୁ ରଖନ୍ତୁ, ଯାହାକି ଆପଣଙ୍କ ପାଇଁ ବହୁତ ସୁଇଟେବୁଲ୍ ହେବ। ଆମେ କହିବା କଥା ହେଉଛି, ବହୁତ ଚାଷୀ ବହୁତ ଫାର୍ମ କରୁଛନ୍ତି, ବହୁତ କିଛି ଜୀବଜନ୍ତୁକୁ ପୋଷୁଛନ୍ତି, ତ ତାଙ୍କର କୌଣସି ଅସୁବିଧା ନ ହେବ।
କାରଣ ଗୋଟେ ଜୀବ ହଉ ବା ଯାହାକୁ ହଉ ଗୋଟେ ପୋଷୁଛନ୍ତି ଗୋଟେ ଲୋକ, ତା ପଛରେ ସେ କେତେ ମେହନତ କରିଛନ୍ତି ସେ ନିଜେ ହିଁ ଜାଣିଛନ୍ତି। ଲୋକ ବାହାରୁ ହଜାର ହଜାର ପ୍ରକାର ଅନେକ ପ୍ରକାର କଥା କହେ, ସବୁ ଭାଇ ଏଇଟା ସେଇଟା କ'ଣଟା ରଖିଦେଇଛି ଏଠି। ସେ ଗୋଟେ ପଦନ୍ତୁ ଆପଣ ବି ରଖି ଗୋଟେ ଥର ଚେଷ୍ଟା କରନ୍ତୁ, ତା ପଛରେ କେତେ ସେ କାର୍ଯ୍ୟ କରିବାକୁ ପଡ଼େ ତା ପ୍ରତି। ସେତିକି କେୟାର ନେଲେ ହିଁ ତାର ଯାଇକି ଜନ୍ତୁଟା ସଫଳ ଭାବରେ ଭଲ ଗ୍ରୋଥ ସାଇଜ୍ ରହିକି କିଛି ଲାଭବାନ କରେଇଲା ଭଳି ଜନ୍ତୁଟି ହୋଇପାରେ। ତ ଆପଣମାନେ ଖାଲି ଚୁଛାରେ କହିଦିଅନ୍ତୁ ଘରେ ବସିକି ଯେ ନାଇଁ ଏଇଟା କି ସେଇଟା। ଆମେ ବି କହୁଛୁ, ଆମେ ବି ଭିଡ଼ିଓ ମାଧ୍ୟମରେ କିଛି ଜଣାଉଛୁ, ହେଲେ ଆମେ ବି ନିଜେ ସେଥିରେ ସକ୍ଷମ ନୁହଁ ଜନ୍ତୁ ରଖିବା ପାଇଁ। ଆମେ କିନ୍ତୁ ସମସ୍ତଙ୍କୁ ବୁଝାଉଛୁ ଏମିତି କର କି ସେମିତି କର। ତେଣୁକରି ଗୋଟେ ଜନ୍ତୁ ପୋଷିବା ପାଇଁ ବହୁତ କଷ୍ଟ କରେ ଫାର୍ମର ବା ଚାଷୀ। ତେଣୁକରି ତାକୁ ସପୋର୍ଟ କରନ୍ତୁ, ସେ କିଭଳି ଆହୁରି କିଛି ଜନ୍ତୁ ପୋଷୁ, ଯାହାଫଳରେ କି କିଛି ଇନକମ୍ ପାଉ, ଯାହାଫଳରେ ମଧ୍ୟ କିଛି ବଜାର ମୂଲ୍ୟରେ କିନି ସେ ଲୋକଙ୍କୁ ଦଉ, ଦୁଇ ପଇସା ପାଇବ ଆଉ ଭଲରେ ଦୁଇ ପଇସା ରୋଜଗାର କରିବ। ତ ସେଥିପ୍ରତି ସମସ୍ତଙ୍କ ଦୃଷ୍ଟି ରହିବା ବହୁତ ଭଲ। ଚାଷୀ ଭାଇମାନଙ୍କୁ ଯେତେ ସପୋର୍ଟ କରିବେ ସେତେ ବହୁତ ବଢ଼ିଆ ରହିବ। ତେଣୁକରି ବାକି ଭିଡ଼ିଓ ଚାଲନ୍ତୁ ଦେଖିବା। ଏବେ ଦେଖୁଛନ୍ତି କିଛି ବ୍ଲାକ୍ ପ୍ୟାରଟ କୁକୁଡ଼ା, ଯାହାକି ପ୍ୟାରଟ କୁକୁଡ଼ା କାହିଁ କହୁଛନ୍ତି ନା, ତାଙ୍କ ଥଣ୍ଟଟା ଦେଖିବେ ମାନେ ଶୁଆ ଥଣ୍ଟ ଭଳି ଥଣ୍ଟ ରହୁଛି। ତେଣୁକରି ଦେଖିବା ପାଇଁ ବହୁତ ଭଲ ଲାଗନ୍ତି। ଇଏ କିଛିଟା ପରିମାଣରେ ଲୋକ ରଖିଛନ୍ତି, ବେସିକାଲି ଆମକୁ ଦେଇନାହାନ୍ତି ତ ଭିଡ଼ିଓ, ଯେତିକି ଜଣେ ଜଣେ ଦେଉଛନ୍ତି ଆମେ ସେଇ ଭିଡ଼ିଓଟା ଆପଣଙ୍କୁ ଶୋ କରୁଛୁ। କିନ୍ତୁ ଦେଖିବା ପାଇଁ କୁକୁଡ଼ା ଗୁଡ଼ିକ ବହୁତ ଭଲ ଲାଗୁଛନ୍ତି, କଲର୍ ପୁରା ବ୍ଲାକ୍ ରହୁଛି ଆଉ ତାଙ୍କ ବଡି କଲର୍। ତେଣୁକରି ଦେଖିବା ପାଇଁ ବହୁତ ଭଲ ଲାଇନ୍ ଲାଗୁଛନ୍ତି ମଧ୍ୟ ଜନ୍ତୁ ଗୁଡ଼ିକ। ତ କୁକୁଡ଼ା ଗୁଡ଼ିକ ଦେଖିବା ପାଇଁ ସବୁ ଦୃଷ୍ଟିରୁ ବହୁତ ଭଲ, ତାଙ୍କ ଘରଟି ମଧ୍ୟ ବହୁତ ସୁନ୍ଦର ଅଛି ଦେଖିବା ପାଇଁ। ଏପଟେ ଦେଖୁଛନ୍ତି କିଛି ରାଜହଂସ, ଯାହାକି ହଂସ କହୁଛନ୍ତି ବି ଏହାକୁ। ତେଣୁକରି এই ହଂସ ଗୁଡ଼ିକ ଯଦି କୌଣସି ଲୋକ କିଣିବାକୁ ଚାହୁଁଛନ୍ତି ମଧ୍ୟ କିଣିପାରିବେ। ଆମ ସର୍ଟସ୍ ଭିଡ଼ିଓକୁ ଯାଆନ୍ତୁ, ଚ୍ୟାନେଲରେ ଥିବା ସର୍ଟସ୍ ଭିଡ଼ିଓରେ କିନ୍ତୁ ତାଙ୍କ କଣ୍ଟାକ୍ଟ ନମ୍ବର ମଧ୍ୟ ଅଛି। ତ ସେଇଥିରୁ କିନା ଆପଣମାନେ ଡିଟେଲ୍ସ ନେଇପାରିବେ ସବୁକିଛି। ଆଉ ଯଦି କିଣିବାକୁ ଚାହୁଁଥିବେ ତ କିଣିକି ନେଇପାରିବେ, କାରଣ ହଂସ କୁକୁଡ଼ା ସବୁକିଛି ପ୍ରାୟତଃ ସେଲ୍ସ ଯାଉଛନ୍ତି ଆମ ଚ୍ୟାନେଲରେ, କିନ୍ତୁ ବହୁତ ଭିଡ଼ିଓ ଅଛି। ଆଉ ଏପଟେ ଦେଖୁଛନ୍ତି କିଛି କୁକୁଡ଼ା, ଯାହା କିଛି ଦେଶୀ ଅଛନ୍ତି, କିଛି ସୋନାଲି ମଧ୍ୟ ଅଛନ୍ତି। ଆଉ ତା ସହିତ କିଛି ନାଲି ଫାର୍ମ ମଧ୍ୟ ମିଶା ମଧ୍ୟ କିଛି କାମା ଗୋଟେ ଯୋଡ଼ା ଅଛନ୍ତି ଭିତରେ। ଆଉ ଭିତରେ କିନ୍ତୁ ଗଞ୍ଜା ଯେତିକି ଅଛନ୍ତି, ପେଣ୍ଠି ସେତିକି ମଧ୍ୟ ଅଛନ୍ତି। ତେଣୁକରି ଦେଖିବାକୁ ଗଲେ ବହୁତ ସବୁକିଛି ମିଶିକି ଅଛନ୍ତି ପ୍ରାୟତଃ ଦେଖିବାକୁ ଗଲେ। ଆଉ ଇଏ ଜଣେ ଘରୋଇ କିଏ ଫାର୍ମ କରିଛନ୍ତି, ଯାହାକି ତାଙ୍କ ନିଜ ଘର ପାଖାପାଖିରେ କିନି ଇଏ ଛୋଟ ଫାର୍ମ ଭଳିଆ କରିଛନ୍ତି, କିନ୍ତୁ ବହୁତ ଭଲ କୁକୁଡ଼ା ମଧ୍ୟ ରଖିଛନ୍ତି। ଆଉ ତାଙ୍କୁ ଖାଇବା ପିଇବା, ତାଙ୍କ ହେଲ୍ଥ କଣ୍ଡିସନ୍ ବହୁତ ଭଲ ରଖିଛନ୍ତି। ତେଣୁକରି କୁକୁଡ଼ା ଗୁଡ଼ିକ ଭଲ ଠିକ୍ ଠାକ୍ ମାନେ ଅଛନ୍ତି। ୱେଟ୍ ହିସାବ ଦେଖିଲେ, ୱେଟ୍ ଗେନ୍ ଦେଖିଲେ ବହୁତ ଭଲ ଲାଗୁଛନ୍ତି ଦେଖିବା ପାଇଁ। ତ ଏଇ କୁକୁଡ଼ା ଗୁଡ଼ିକ ନେବାକୁ ଚାହୁଁଥିଲେ ମଧ୍ୟ ଆମ ସର୍ଟସ୍ ଭିଡ଼ିଓ ଦେଖନ୍ତୁ। ସର୍ଟସ୍ ଭିଡ଼ିଓରେ କିନା ଆମେ ସମସ୍ତଙ୍କୁ ପ୍ରୋଭାଇଡ଼ କରୁଛୁ ଏଇଥିପାଇଁ ଯେ ସେଥିରେ କିନ୍ତୁ ବହୁତ ଜଲ୍ଦି ଭିଡ଼ିଓ ଯାଉଛି, ଆଉ ବହୁତ ଜଲ୍ଦି ମଧ୍ୟ ତାଙ୍କୁ କଣ୍ଟାକ୍ଟ ନମ୍ବର ଫାର୍ମରଙ୍କ ସାଙ୍ଗରେ କିନ୍ତୁ କଥା ହେବେ, କ'ଣ ନାହିଁ, କେଉଁ ଲୋକେସନରେ ମିଳିବେ, କେତେ ପ୍ରାଇସ୍ ରେଞ୍ଜରେ ମିଳିବେ, ଆଉ ଏସବୁ କୁକୁଡ଼ାମାନଙ୍କୁ କ'ଣ ଖାଦ୍ୟ ଦେଉଛନ୍ତି, କ'ଣ ନାହିଁ, ଡିଟେଲ୍ ସବୁକିଛି ମିଳିଯିବ ସର୍ଟସ୍ ଭିଡ଼ିଓରେ। ତ ଆପଣମାନେ ଯାଇକି ଡାଇରେକ୍ଟ ସର୍ଟସ୍ ଭିଡ଼ିଓ ହିଁ ଦେଖନ୍ତୁ। ଆମେ ଆପଣମାନଙ୍କୁ ଏଥିରେ ଶୋ କରିଛୁ ଖାଲି ଏଇ କୁକୁଡ଼ା ସବୁ ରଖିଛୁ, କ'ଣ ନାହିଁ କ'ଣ ବୋଲି। ତେଣୁକରି ଆପଣମାନେ ଦେଖିଲେ ଜାଣିପାରିବେ ଯେ ଏ କୁକୁଡ଼ା ଗୁଡ଼ିକ କେତେ ରେଟ୍ରେ କ'ଣ ଯାଉଛନ୍ତି, ସେଇ ଫାର୍ମରଙ୍କ ସହିତ କଥା ହେଲେ ଜାଣିପାରିବେ। ଆଉ ଏ ଯଦି ଫିଡର କିଛି କିଣିବାକୁ ଚାହୁଁଛନ୍ତି ତ ଆମ ଟ୍ୟାଗଲାଇନ୍ରେ କିନ୍ତୁ ସବୁକିଛି ଆଭେଲେବୁଲ୍ ରହୁଛି, ତ ଆପଣମାନେ ଡାଇରେକ୍ଟ ଯାଇକି ଏଠୁ କିଣିପାରିବେ। ଆଉ ଏଇ ଯେଉଁ କୁକୁଡ଼ା ଗୁଡ଼ିକ ଦେଖୁଛନ୍ତି, ଇଏ ଲୋକାଲିଟିରେ ପ୍ରାୟ ଲୋକ ରଖନ୍ତି, ମଫସଲ ଏରିଆ ଯେଉଁ କହୁଛନ୍ତି ସେ ଲୋକାଲିଟି ଏରିଆରେ ରଖନ୍ତି। କାହିଁକିନା ଲୋକାଲିଟି ଏରିଆରେ କିନ୍ତୁ ଏଇମାନେ ଏମିତି କିଛି ଛୋଟ ଛୋଟ ଫାର୍ମ କରିକି ସେଥିରୁ ନିଜ ଗୁଜୁରାଣ ମେଣ୍ଟେଇଥାନ୍ତି। ତ ସେଇ ଦୃଷ୍ଟିରୁ କିନ୍ତୁ ସେଇମାନେ ଏଇଭଳିଆ କୁକୁଡ଼ା କିଛି ରଖିଥାନ୍ତି। ଆଉ ଲୋକାଲିଟିରେ ମଧ୍ୟ ଏଇ କୁକୁଡ଼ାଙ୍କ ପ୍ରତି ଆଗ୍ରହ ଥାଏ ବହୁତ ଲୋକଙ୍କର। ତେଣୁକରି ସେଇ ଚାହିଦାକୁ ନେଇକି ସେଠି ହିଁ ଏଇ କୁକୁଡ଼ା ଗୁଡ଼ିକ ସେଲ୍ସ କରାଯାଇଥାଏ। ତ ଆମେ ଆପଣମାନଙ୍କୁ କହି ରଖୁଛୁ, ଲୋକାଲିଟି ଭିଲେଜ ଏରିଆରେ କିନି ବୁଲିଲେ କି କିଛି ଖୋଜିଲେ ଜନ୍ତୁ ଏଇଭଳିଆ ତ ଆପଣମାନଙ୍କୁ ମିଳିଯିବେ। ତେଣୁକରି ସମସ୍ତେ ଲୋକାଲିଟିରେ ହିଁ ଜନ୍ତୁ ଖୋଜିବା ପାଇଁ ଚେଷ୍ଟା କରନ୍ତୁ ବହୁତ, କାରଣ ଇଏ ଟାଉନ୍ ଏରିଆଠୁ ଲୋକାଲିଟିରେ କିନ୍ତୁ ଏଇ କୁକୁଡ଼ା ଗୁଡ଼ିକ ଦେଖିବା ପାଇଁ ବହୁତ ମିଳନ୍ତି। ଗାଁ ଗହଳିରେ ମଧ୍ୟ 4-5ଟା 7-8ଟା ନାଇଁ ରଖନ୍ତି ପୋଷିକି, ଯାହାଫଳରେ ସେମାନେ ମଧ୍ୟ ଆକୁ ବିକ୍ରି କରିବା ଉଦ୍ଦେଶ୍ୟରେ ହିଁ ରଖିଥାନ୍ତି। ତେଣୁକରି ଆପଣମାନେ ଯଦି ଚାହୁଁଛନ୍ତି ଏଇ ପ୍ରଜାତିର କିଛି କୁକୁଡ଼ା କିଣିବା ପାଇଁ ତ ଲୋକାଲିଟି ଏରିଆ ହିଁ ଭିଜିଟ୍ କରନ୍ତୁ ବା ମଫସଲ ଏରିଆ ହିଁ ଭିଜିଟ୍ କରନ୍ତୁ। ତ ସେଠୁ ଆପଣମାନେ ପ୍ରପରଲି ଡିଟେଲ୍ସ ଭାବରେ ବହୁତ ଭଲ କ୍ୱାଲିଟି, ବହୁତ ଭଲ କିସମର ଜନ୍ତୁ ହିଁ ପାଇପାରିବେ, ଯାହାକି ଆପଣମାନଙ୍କୁ ଅଣ୍ଡା ଦେବା ପାଇଁ ହେଉ, ନାଇଁ ତ କୌଣସି କାର୍ଯ୍ୟ ପାଇଁ ହେଉ ନେଇକି ରଖିପାରିବେ। ବା ପୋଷିକି ରଖିବାକୁ ଚାହୁଁଛନ୍ତି, ତାଥିରୁ କିଛି ପ୍ରଫିଟ୍ ପାଇବାକୁ ଚାହୁଁଛନ୍ତି ତ ତା ବି ହୋଇପାରିବ। ଦେଖନ୍ତୁ ଉପରେ ଯାଇ କୁକୁଡ଼ା ଅଣ୍ଡା ଦେଇକି ମଧ୍ୟ ଆସୁଛନ୍ତି। ତେଣୁକରି ଏଇଭଳିଆ କୁକୁଡ଼ା କିଣିବା ପାଇଁ ଲୋକାଲିଟି ଏରିଆ ବା ମଫସଲ ଏରିଆକୁ ଭିଜିଟ୍ କରନ୍ତୁ, ଆପଣମାନଙ୍କୁ ମିଳିଯିବ। ଭିଡ଼ିଓ ଶେଷରେ ସମସ୍ତଙ୍କୁ ସେଇ ଗୋଟିଏ କଥା କହି ରଖୁଛୁ, ଚ୍ୟାନେଲକୁ ବହୁତ ମାତ୍ରାରେ ସପୋର୍ଟ କରନ୍ତୁ, ବହୁତ ମାତ୍ରାରେ ସେୟାର କରି ଚାଲନ୍ତୁ। ଯେତେ ଭାଇ ବନ୍ଧୁ ଅଛନ୍ତି ଆପଣମାନଙ୍କର ସାଙ୍ଗସାଥି ଯେଉଁମାନେ କି ଜନ୍ତୁ ରଖିଛନ୍ତି, ବେସିକାଲି ଯେଉଁମାନେ ରଖିବି ନାହାନ୍ତି ତାଙ୍କୁ ବି ଛାଡ଼, ଯାହାଫଳରେ ସେମାନେ ମଧ୍ୟ ଆଗ୍ରହ ସୃଷ୍ଟି କରିବେ ଯେ କିଛି ଜନ୍ତୁ ପୋଷିକି ରଖିବା ପାଇଁ, ଯାହାଫଳରେ କି ସେଲ୍ସ ଭଲ ଚାଲିବ। ଆଉ କିଣିବା ପାଇଁ ଯେଉଁ ଚାହୁଁଛନ୍ତି ତା ମଧ୍ୟ କରିପାରିବେ, କାରଣ ସମସ୍ତଙ୍କ ପାଖକୁ ଭିଡ଼ିଓ ତ ଗଲେ ସମସ୍ତେ କିଛି ତ ଦେବେ, ଆପଣମାନେ କିଛି କିଣିପାରିବେ।
ତେଣୁକରି ସେତିକି ଚେଷ୍ଟା କରନ୍ତୁ, ବହୁତ ମାତ୍ରାରେ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ସେୟାର କରି ଚାଲନ୍ତୁ, ଫଲୋ କରିଦିଅନ୍ତୁ, ଯାହା କିନ୍ତୁ ସପୋର୍ଟ ଜାରି ରଖିଥାଉ। ଦେଖା ହେବା ନେକ୍ସଟ ଭିଡ଼ିଓରେ, ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।